जय जगन्नाथ पिलाने केमती अछ। आज आम तृतीय क्लास वृत्ति परीक्षा किए बेसी किए कम जो गणित जो गोटे पड़े आम से विषय जानिबा। आस आम जानिबा वृत्ति परीक्षा रे को सब प्रश्न सब पड़ुची आम जानिबा। 909 और 990 मध्य बड़ संख्याटी डैश क 909 ख 990 ग उभय समान घ केही हेबो नाही। सठिक उत्तरटी हेब ख 990। प्रश्नटी आउ थे पढ़ 909 और 990 मध्य बड़ संख्याटी डैश बड़ संख्याटी किए बड़ हम 990 ख हम सठिक उत्तर। परवर्ती प्रश्नटी को जीवा। गोटिए संख्यार परवर्ती संख्या तार विपरीत संख्या ठारू डैश। गोटिए संख्यार परवर्ती संख्या तार विपरीत संख्या ठारू डैश। क सान ख क्षुद्रतम ग बड़ घ बृहत्तर। कौन हम सठिक उत्तर क सान। बुझीपार। परवर्ती प्रश्नटू 707 770 709 705 मध्य क्षुद्रतम संख्याटी डैश। सठिक उत्तर कौन हम। उत्तर गुड़ा कौन कौन दिखाई क 706 ख 705 ग 707 घ 606। सठिक उत्तर कौन हम। सबुठारु 707 770 709 705 मध्य क्षुद्रतम संख्याटी हम 705। सठिक उत्तर कौन हम ख 705 हम सठिक उत्तर। बुझीपार पिला माने। आस जीवा परवर्ती प्रश्नटी को 610 को व्यवहार करी क्षुद्रतम संख्याटी डैश। 610 को व्यवहार करी क्षुद्रतम संख्याटी डैश। क 106 ख 160 ग 601 घ 610। कौन हम सठिक उत्तर। सबुठु क्षुद्रतम संख्याटी किए क 106। बुझीपार। आस जीवा परवर्ती प्रश्नटी को 845 548 854 मध्य क्षुद्रतम संख्याटी डैश। 845 548 854 मध्य क्षुद्रतम संख्याटी डैश। क 548 ख 544 ग 546 घ कौनसी टी नुहे। सठिक उत्तर हम कौन हम हम क 548। बुझीपार। सबुठु क्षुद्रतम संख्याटी तीनटा मध्यरु होउची 548 होउची सबुठु क्षुद्रतम संख्याटी। बुझीपार। आस जीवा परवर्ती प्रश्नटी को 753 जोग 4 डैश 754 जोग 3 मध्य ठीक चिन्हटी डैश। क सान चिन्ह ख बड़ चिन्ह ग समाने घ कौनसी भी नुहे। सठिक उत्तर हम ग समाने हैला। दीटा को मिसई देले केते हबो 753 जोग 4 केते हबो 757। एपटे हेगला केते हैला 754 4 जोग 3 केते हैला 757। दीटा को एका होउचंदी कि नहीं। तेणु कौन हम ग समाने। एपटे जे जोग कले जोगफलटा जेतिकी हैला सेपटे जोग कले जोगफलटा सेतिकी होउची। तेणु दी जण भितरे समान अछि। आस जीवा परवर्ती प्रश्नटी को 5.5 और 6.6 मध्य डैश बृहत्तर। 5.5 और 6.6 मध्य बृहत्तर डैश बृहत्तर। क 6.10 ख 5.10 ग 5.5 ख 6.6। 5.5 और 6.6 मध्य डैश बृहत्तर। किए बृहत्तर घ 6.10। बुझीपार।
6 10 6 ମାନେ କେତେ 66 5 10 5 55 ତେଣୁ 55 ଆଉ 66 ମଧ୍ୟରେ କିଏ ବଡ଼ ବୃହତ୍ତର ମାନେ କିଏ ବଡ଼ ହେଲେ ଆମର ହେବ ଘ 6 10 6 ହେଲା। 793ରେ 9ର ମୂଲ୍ୟ ଠାରୁ 7ର ମୂଲ୍ୟ ଡ୍ୟାସ୍ ଅଧିକ କ 607 ଖ 609 ଗ 610 ଘ 612। 793ରେ 9ର ମୂଲ୍ୟ ଠାରୁ 7ର ମୂଲ୍ୟ ଡ୍ୟାସ୍ ଅଧିକ କେତେ ଅଧିକ ହେବ 9ର ମୂଲ୍ୟ କେତେ ଅଛି 9 10 90 ତାପରେ 7ର ମୂଲ୍ୟ କେତେ ଅଛି 700 ବୁଝିଲ 90 700ରୁ 90 ଫେଡ଼ିଦେବ 700ରୁ 90 ଫେଡ଼ିଲେ କେତେ ହେବ 610 ଗ 610 ହେବ ସଠିକ୍ ଉତ୍ତର। ବୁଝିପାରିଲ 9 ସଂଖ୍ୟାଟି ମଝିରେ ଅଛି 793ରେ 9 ସଂଖ୍ୟାଟି କ'ଣ ଅଛି ମଝିରେ ଅଛି ମଝିରେ ପରେ ଯେତେବେଳେ କ'ଣ ହେବ 9 10 9 10 ମାନେ 90 7ର ମୂଲ୍ୟ କେଉଁଠି ଅଛି ସବୁଠୁ ପ୍ରଥମରେ ଅଛି ତୁ ପ୍ରଥମ ହେଲେ 7 ପରେ ଦୁଇଟି ସଂଖ୍ୟାଟି ଅଛି ତେଣୁ 793 ହେବ ତେଣୁ 700ଟା ଯେଉଁ ହେଲା 7ର ମୂଲ୍ୟ ଡ୍ୟାସ୍ ଅଧିକ ହେଲେ 700ରୁ 90 ଫେଡ଼ିଦେବା କେତେ ହେବ 700ରୁ 90 ଫେଡ଼ିଦେଲେ 610 ହେବ ସଠିକ୍ ଉତ୍ତର କ'ଣ ହେବ ଗ 610। ବୁଝିପାରିଲ ପିଲାମାନେ ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ 3 ଅଙ୍କ ବିଶିଷ୍ଟ ସଂଖ୍ୟା 2 ଅଙ୍କ ବିଶିଷ୍ଟ ସଂଖ୍ୟା ଠାରୁ ଡ୍ୟାସ୍ କ କ୍ଷୁଦ୍ରତମ ଖ ବୃହତ୍ତମ ଗ ବୃହତ୍ତର ଘ କ୍ଷୁଦ୍ରତର ସଠିକ୍ ଉତ୍ତର ହେବ ବୃହତ୍ତର। ବୁଝିପାରିଲ ସଠିକ୍ ଉତ୍ତର କ'ଣ ହେବ ବୃହତ୍ତର ଗ ହେବ ସଠିକ୍ ଉତ୍ତର। ବୁଝିପାରିଲ ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ 2ଟି 3 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ତୁଳନା କଲାବେଳେ ଯେଉଁ ସଂଖ୍ୟାର ଡ୍ୟାସ୍ ଅଙ୍କଟି ବଡ଼ ସେଇ ସଂଖ୍ୟାଟି ବୃହତ୍ତର। ଆଉ ଥରେ ପ୍ରଶ୍ନଟି ପଢ଼ିବା 2ଟି 3 ଅଙ୍କ ବିଶିଷ୍ଟ ସଂଖ୍ୟାକୁ ତୁଳନା କଲାବେଳେ ଯେଉଁ ସଂଖ୍ୟାର ଡ୍ୟାସ୍ ଅଙ୍କଟି ବଡ଼ ସେହି ସଂଖ୍ୟାଟି ବୃହତ୍ତର କ ଦଶକ ଖ ଏକକ ଗ ଶତକ ଘ କୌଣସିଟା ବି ନୁହେଁ କ'ଣ ହେବ ସଠିକ୍ ଉତ୍ତର ଗ ଶତକ। ବୁଝିପାରିଲ ପ୍ରଶ୍ନଟି ଉତ୍ତରଟି ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ କ 28 10 ସମାନେ 2 10 ଯୋଗ 8 10 ଖ 38 ସାନ ଚିହ୍ନ 832 ଗ 71 ଯୋଗ 15 ସମାନେ 80 ଯୋଗ 6 ଘ 545 ବଡ଼ ଚିହ୍ନ 455 ସଠିକ୍ ଉତ୍ତରଟି ହେବ ଗ 71 ଯୋଗ 15 ସମାନେ 80 ଯୋଗ 6 71 15କୁ ମିଶାଇଦେବା କେତେ ହେଲା 6 7ରେ 1 ମିଶିଲେ କେତେ ହେବ 8 86 ହେଉଛି ସମାନେ 80ରେ 6 ମିଶିଲେ କେତେ ହେବ 86 ସେଇଟା ହେବ ସଠିକ୍ ଉତ୍ତର ଗଟି ହେବ ନିମ୍ନୋକ୍ତ ମଧ୍ୟରୁ କେଉଁଟା ଠିକ୍ ଗଟା ହେବ ସଠିକ୍ ଉତ୍ତର ଦୁଇଟାକୁ ମିଶାଇ ଦେଲେ ସମାନ ସମାନ ହେଉଛନ୍ତି। ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ ନିମ୍ନୋକ୍ତ ମଧ୍ୟରୁ କେଉଁଠି ଭୁଲ ମଧ୍ୟରୁ ଆମେ ଜାଣିବା ଏ 4ଟି ଉତ୍ତରରୁ କେଉଁଟା ଭୁଲ ଅଛି ହେଲା କ ହେଲା 308 ସାନ ଚିହ୍ନ 280 ତାପରେ ଖ ହେବ 38 10 ସମାନେ 308 ଗ
75 751 ଘ 778 ବଡ଼ ଚିହ୍ନ 785। ସଠିକ ଉତ୍ତରଟି ହେବ 38 10 308। এইটা ହେବ ଭୁଲ। ବୁଝିପାରିଲ ପିଲା? 38 10 ହେବ 308 ହେଉଛି ଭୁଲ। ଆସ ଜାଣିବା ପରବର୍ତ୍ତୀ ପ୍ରଶ୍ନଟିକୁ। 508କୁ ବ୍ୟବହାର କରି 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଅଯୁଗ୍ମ ସଂଖ୍ୟାଟି କିଏ? ଆଉ ଥରେ ପ୍ରଶ୍ନଟି ପଢ଼। 508କୁ ବ୍ୟବହାର କରି 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଅଯୁଗ୍ମ ସଂଖ୍ୟାଟି କିଏ? କ 508, ଖ 805, ଗ 580, ଘ 850। ସଠିକ ଉତ୍ତର କ'ଣ ହେବ? 805। ଖ 805 ହେବ 3 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ଅଯୁଗ୍ମ ସଂଖ୍ୟାଟି କ'ଣ ହେବ? 805। ଆସ ଜାଣିବା ପରବର୍ତ୍ତୀ ପ୍ରଶ୍ନଟିକୁ। ନିମ୍ନୋକ୍ତ ମଧ୍ୟରୁ କ୍ଷୁଦ୍ରତମ ସଂଖ୍ୟାଟି କିଏ? କିଏ ହେବ? କ ହେବ 937, ଖ 973, ଗ 379, ଘ 739। ସଠିକ ଉତ୍ତର କ'ଣ ହେବ? 14 ନମ୍ବର କ'ଣ ଲେଖା ହେଇଛି? ନିମ୍ନୋକ୍ତ ମଧ୍ୟରୁ କ୍ଷୁଦ୍ରତମ ସଂଖ୍ୟାଟି କିଏ? ସଠିକ ଉତ୍ତର ହେବ ଗ 379। ବୁଝିପାରିଲ? ସବୁଠୁ କ୍ଷୁଦ୍ରତମ ସଂଖ୍ୟାଟି କିଏ ହେବ? ଗ 379। ବୁଝିପାରିଲ? ଆଶା ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ। ନିମ୍ନୋକ୍ତ ମଧ୍ୟରୁ ବୃହତ୍ତମ ସଂଖ୍ୟାଟି କିଏ? ନିମ୍ନୋକ୍ତ ମଧ୍ୟରୁ ବୃହତ୍ତମ ସଂଖ୍ୟାଟି କିଏ? କ 537, ଖ 735, ଗ 357, ଘ 753। କିଏ ସବୁଠାରୁ ବୃହତ୍ତମ ସଂଖ୍ୟାଟି କିଏ କହିଲ ବାପା? ଘ 753। ବୁଝିପାରିଲ? ଆଙ୍କ ଭିତରୁ ସବୁଠୁ ବଡ଼ କିଏ? 753। ଆସ ଜାଣିବା ପରବର୍ତ୍ତୀ ପ୍ରଶ୍ନଟିକୁ। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍? ଯେଉଁ ଉତ୍ତର ଦିଆହେଇଛି ତା ଭିତରୁ ଆମେ ଠିକ୍ ଚିହ୍ନ ବାଛିବା। କିଏ ଠିକ୍ ଅଛି? କ 710 ଯୋଗ 51 ସମାନେ 510 71। ଖ 30 ଯୋଗ 8 ବଡ଼ ଚିହ୍ନ 810 ଯୋଗ 31। ଗ 1210 ସମାନେ 1010 ଯୋଗ 21। ଘ 732 ସମାନେ 710 ଯୋଗ 310 ଯୋଗ 21। ସଠିକ ଉତ୍ତରଟି କ'ଣ ହେବ? ସଠିକ ଉତ୍ତର ହେବ 30 ଯୋଗ 8 ବଡ଼ ଚିହ୍ନ 810 ଯୋଗ 31। ବୁଝିପାରିଲ? ନିମ୍ନ ମଧ୍ୟରୁ ଖଟି ହେବ ସଠିକ ଉତ୍ତର। ବୁଝିପାରିଲ ପିଲାମାନେ? ନିମ୍ନୋକ୍ତ ମଧ୍ୟରୁ କେଉଁ ଯୋଡ଼ିଟି ଭୁଲ ଅଟେ? ଆଉ ଥରେ ପଢ଼ିବା ପ୍ରଶ୍ନଟିକୁ। ନିମ୍ନୋକ୍ତ ମଧ୍ୟରୁ କେଉଁ ଯୋଡ଼ିଟି ଭୁଲ ଅଟେ? କ 536 ବଡ଼ ଚିହ୍ନ 829, ଖ 234 ବଡ଼ ଚିହ୍ନ 335, ଗ 900 ସାନ ଚିହ୍ନ 760, ଘ 497 ବଡ଼ ଚିହ୍ନ 500। ସଠିକ ଉତ୍ତର ହେବ ଖ 234 ସାନ ଚିହ୍ନ 335। ବୁଝିପାରିଲ ପିଲାମାନେ? ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ। 79 10ରେ 7ର ମୂଲ୍ୟ ଓ 9ର ମୂଲ୍ୟ ଠାରୁ କେତେ ଅଧିକ? 79 10ରେ
7ର ମୂଲ୍ୟ ଓ 9ର ମୂଲ୍ୟ ଠାରୁ କେତେ ଅଧିକ? କ 700, ଖ 690, ଗ 610, ଘ 61। ସଠିକ ଉତ୍ତର କ'ଣ ହେବ? ଗ 610। ବୁଝିପାରିଲ? ପ୍ରଶ୍ନଟି 710 କେତେ ହେବ? 79 କେତେ ହେବ? 79 ହେବ 790। ବୁଝିପାରିଲ? ହେଲେ 790 ଯେତେବେଳେ ହେଲା 7ର ମୂଲ୍ୟ କେତେ ହେବ? 700 ହେଇଯିବ। 9ର ମୂଲ୍ୟ କେତେ ହେବ? 90। 700ରୁ 90 ଫେଡ଼ିଦେବା। ସଠିକ ଉତ୍ତର କ'ଣ ହେବ? ଗ 610 ହେଲା। ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ। 793, 397, 937, 739 ମଧ୍ୟରୁ କେଉଁଟି ଦ୍ୱିତୀୟ ବୃହତ୍ତମ ସଂଖ୍ୟା? ପ୍ରଶ୍ନଟି ଭଲ କି ପଢ଼ିବା ପାଇଁ। 793, 397, 937, 739 ମଧ୍ୟରୁ କେଉଁଟି ଦ୍ୱିତୀୟ ବୃହତ୍ତମ ସଂଖ୍ୟାଟି? ଦ୍ୱିତୀୟ ବୃହତ୍ତମ ସଂଖ୍ୟାଟି କ'ଣ ହେବ? 793। ପ୍ରଥମ ସଂଖ୍ୟାଟି କ'ଣ ହେବ? ଦ୍ୱିତୀୟ ବୃହତ୍ତମ ସଂଖ୍ୟାଟି ପ୍ରଥମ ସଂଖ୍ୟାଟି ହେବ 300। ପ୍ରଥମ ସାନ ସଂଖ୍ୟାଟି କ'ଣ ହେବ? 397। ତାପରେ କ'ଣ ହେବ? 739। ତାପରେ କ'ଣ ହେବ? 793। ତାପରେ 937। ତାହେଲେ ଦ୍ୱିତୀୟ ବୃହତ୍ତମ ସଂଖ୍ୟାଟି କ'ଣ ହେଲା? 793। କ ହେବ ସଠିକ ଉତ୍ତର। ପ୍ରଶ୍ନଟି ବାପା ଭଲକିରି ପଢ଼ିବ, କାହିଁକି ଗୋଟିଏ ମିଷ୍ଟେକ୍ରେ ପୁରା ସବୁ ପ୍ରଶ୍ନ ଉତ୍ତର ଭୁଲ ହେଇଯିବ। ତାପରେ ଯିବା ଆଉ ଗୋଟେ ପ୍ରଶ୍ନକୁ। ଅର୍ଦ୍ଧକ୍ରମରେ ଲେଖିଲେ କେଉଁଟି ପ୍ରଥମେ ଲେଖାଯିବ? ଅର୍ଦ୍ଧକ୍ରମରେ ଲେଖିଲେ କେଉଁଟି ପ୍ରଥମେ ଲେଖାଯିବ? ବୁଝିପାରିଲ? ଆସ ଯିବା ଉତ୍ତର ଗୁଡ଼ା କ'ଣ କ'ଣ ଦିଆହେଇଛି। କ 842, ଖ 824, ଗ 248, ଘ 482। ସଠିକ ଉତ୍ତର କ'ଣ ହେବ? କ 842। ଅର୍ଦ୍ଧକ୍ରମ ଲେଖିଲେ କେଉଁଟି ପ୍ରଥମେ ଲେଖାଯିବ? 8ର ଅଧା କେତେ? 4। 4ର ଅଧା 2। ଅର୍ଦ୍ଧକ୍ରମ ମାନେ 8ର ଅଧା 4, 4ର ଅଧା 2। ସଠିକ ଉତ୍ତର କ'ଣ ହେବ? କ 842। ବୁଝିପାରିଲ ପିଲାମାନେ? ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ। ଅର୍ଦ୍ଧକ୍ରମରେ ଲେଖିଲେ କେଉଁ ସଂଖ୍ୟାଟି ଶେଷରେ ଲେଖାଯିବ? ଅର୍ଦ୍ଧକ୍ରମରେ ଲେଖିଲେ କେଉଁ ସଂଖ୍ୟାଟି ଶେଷରେ ଲେଖାଯିବ? କ'ଣ କ'ଣ ଉତ୍ତର ଦିଆହେଇଛି? କ 379, ଖ 937, ଗ 739, ଘ 793। କ'ଣ ହେବ ଉତ୍ତରଟି? ଖ 937। ପଢ଼। ଅପରହ କ୍ରମରେ ଲେଖିଲେ କେଉଁ ସଂଖ୍ୟାଟି ପ୍ରଥମେ ଲେଖାଯିବ? କ 772, ଖ 278, ଗ 782, ଘ 287। ସଠିକ ଉତ୍ତର କ'ଣ ହେବ? କ 872। ବୁଝିପାରିଲ ପିଲାମାନେ? ଅପରହ କ୍ରମରେ ଲେଖିଲେ ସଂଖ୍ୟାଟି 872 ସଂଖ୍ୟାଟି ପ୍ରଥମେ ଲେଖାଯିବ। ବୁଝିପାରିଲ? ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ। ନିମ୍ନୋକ୍ତ ମଧ୍ୟରୁ କେଉଁ ଯୋଡ଼ିଟି ଠିକ୍? ବୁଝିପାରିଲ? କ 285, ସାନ ଚିହ୍ନ ହେଲା 582, ଖ 375, ସାନ ଚିହ୍ନ
752, ଗ 905 ସାନ ଚିହ୍ନ 509, ଘ 885 ବଡ଼ ଚିହ୍ନ 548। ସଠିକ୍ ଉତ୍ତର କ'ଣ ହେବ? ଗ 905 ସାନ ଚିହ୍ନ 509। ବୁଝିପାରିଲ? ସଠିକ୍ ଉତ୍ତର ନିମ୍ନତ ମଧ୍ୟରୁ କେଉଁ ଯୋଡ଼ିଟି ଠିକ୍? ଗ ହେଉଛି ଠିକ୍, 905 ସାନ ଚିହ୍ନ 509। ବୁଝିପାରିଲ? ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ। ନିମ୍ନୋକ୍ତ ସଂଖ୍ୟା ଯୋଡ଼ି ମଧ୍ୟରୁ କେଉଁ ଯୋଡ଼ିଟି ଭୁଲ? ନିମ୍ନୋକ୍ତ ସଂଖ୍ୟା ଯୋଡ଼ି ମଧ୍ୟରୁ କେଉଁ ଯୋଡ଼ିଟି ଭୁଲ? କ 2710 ସମାନେ 271, ଖ 805 ସମାନେ 800 ଯୋଗ 5, ଗ 71051 ସମାନେ 70 ଯୋଗ 5, ଘ 4110 ସମାନେ 4010 ଯୋଗ 1। ସଠିକ୍ ଉତ୍ତର କ'ଣ ହେବ? 41 ଘ 4110 ସମାନେ 4010 ଯୋଗ 1। ନିମ୍ନୋକ୍ତ ସଂଖ୍ୟା ଯୋଡ଼ି ମଧ୍ୟରୁ କେଉଁ ଯୋଡ଼ିଟି ଭୁଲ? ଭୁଲ ସଂଖ୍ୟାଟି କ'ଣ ଲେଖା ହେଇଛି? 4110 ଯୋଗ 1 ହେଉଛି ଭୁଲ ହେଲା। ବୁଝିପାରିଲ? ଆସ ଯିବା ପରବର୍ତ୍ତୀ ପ୍ରଶ୍ନଟିକୁ। 315 153 513 351 135କୁ ସାନରୁ ବଡ଼ କ୍ରମରେ ଲେଖିଲେ କେଉଁଟି ଠିକ୍ ବାଛ? ଏଇ ଉତ୍ତର ତଳେ ଦିଆହେଇଛି, ତମେ ଉତ୍ତର ବାଛି ଠିକ୍ ଉତ୍ତରଟି ଲେଖିବା। ପ୍ରଥମେ 153କୁ ଲେଖାଯିବ, ଶେଷରେ 513କୁ ଲେଖାଯିବ, ଗରେ 315 ପରେ 135 ଲେଖାଯିବ, ଘରେ 513 ପୂର୍ବରୁ 315 ରହିବ। ଠିକ୍ ଉତ୍ତର କ'ଣ ହେବ? 315 153 513 351 135କୁ ସାନରୁ ବଡ଼ କ୍ରମରେ ଲେଖିଲେ କେଉଁ ସଂଖ୍ୟାଟି ଠିକ୍ ବାଛ? କ'ଣ ଲେଖା ହେବ? ଶେଷରେ 553କୁ ଲେଖାଯିବ। ବୁଝିପାରିଲ? ଉତ୍ତରଟି କ'ଣ ବାଛିବା? ଆଙ୍କ ଭିତରେ ସବୁଠୁ ଶେଷରେ କ'ଣ ଲେଖାଯାଇଛି? ବଡ଼ କ୍ରମରେ ଲେଖିଲେ କେଉଁଠି ଠିକ୍ ବାଛ। ଆମେ ଦେଖିବା କ'ଣଟା ଠିକ୍ ଲେଖା ହେଇଛି। ପ୍ରଥମେ 153, ପ୍ରଥମ 153 ତ ହେବନି, ଶେଷରେ 153କୁ ଲେଖାଯିବ। ଶେଷଟା କ'ଣ ହେଇଛି? ଆମେ ଦେଖିବା ଆଦେହରେ ଶେଷ କେଉଁଟା? 553 ହେଉଛି ଶେଷ ଲେଖାଯିବ। ବୁଝିପାରିଲ? ଠିକ୍ ଉତ୍ତରଟି କ'ଣ ହେଲା? ଖ ଶେଷରେ 553କୁ ଲେଖାଯିବ। ବୁଝିପାରିଲ ପିଲାମାନେ? ଆଜି ଭିଡ଼ିଓଟି କେମିତି ଲାଗିଲା? ଯଦି ଭଲ ଲାଗେ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ ସିଓର କରିବେ। ପିଲାମାନେ ପୁଣି ଦେଖାହେବା ଆଗାମୀ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।